ओम भगवते वासुदेवाय नमः। एकविंश अध्याय। मैत्र उवाच एबे हे शुण विष्णुगाथा कहिबि पृथु यज्ञ कथा मिली सकल मुनि जने संतोष पृथ सन्निधाने यज्ञ करिण उदबेगे सर्वसंभार नाना भावे आम्भर कले ब्रह्मावते सुप्राची सरस्वती तीर्थे इंद्रादि सर्वे देव आसी यज्ञ उत्सव घरे पशि यज्ञ यज्ञपति हरि मंत्र आधने टाकुबरी शंकर पद्मजनी मूले मिली सकल दिग पाले गंधर्व अपसरा गणे मुनि वेद उच्चारणे आनंदे नृत्य गीत स्तुति सिद्धि गुहक पंक्ति पंक्ति दानव किन्नर सकले जे यज्ञ मिलिले कहले से पृथ्वी राज्य वसुमती बासासुरे सुरे प्रियवती कामधेनुर प्राय होई सर्वसंपद देला मही नदी जे दुगुधर सदले सधीरे बहंती कलहे घृत संयोग दधिने तुष भुंजती सर्वजने सर्ववृक्ष मधुपंथी जिमुत प्राय बरसंती समुद्र नाना रत्नपुरी गजंती उल्लेख लहरी सर्वत्र तुषी दुग्ध अन्न देई रंजिले पृथ्वी मन लोकपालक लोकतुल्ये सर्वसंभार शस्य तुल्य यज्ञ करण विष्णु अर्थे सर्वसंपादिले समस्ते पृथ्वीरु यज्ञ रंभा चाही वासव मन विचारई ए पृथ्वी सतपुत पृथ्वी सत केतु कले लभिब इंद्र पद भले संपद जीवनाश हेमंत बोली छाड़े श्वास यज्ञर किछि दिन ते आत्मार हिते चित्ते आकाश मार्गे इंद्र गला पाषांड धर्म आचरिला धर्म विभवतार मन सर्वय चित्ते छन छन अति जे थिले यज्ञशाळे अश्वर हरण जानिले पृथ्वी पुत्र को राय बेगे इंद्रिय कर्म ताको आगे कहिले असे हर वाणी पृथ्वी नंदन ताहा शुणी धनुक सर घेनी हस्ते बेगे धाइले शून्य पथे डाकरा रह वाणी सभये इंद्र ताहा शुणी निज शरीर छिन्न कला जटिल रूप प्रकाशिला भस्मभूषित वेश चाही पृथ्वी नंदन विचारई जटिल भस्म एक ग्राते यहाकू मारिबि केमते हेमंत मने विचारिला इंद्र को बाट न छाड़िला ताहा तार रहिबा पथ देखी अति यज्ञशाळ उपेक्षी डाकरा मार बेग ताहा शुणी इंद्र शून्य मार्गे भय चाहिले दश दिगे स्वभावे केही नाही पासे कहई इंद्र बेग मार स्वभावे यज्ञ अश्वचोर हेमंत अतिर वचने जानी धाइले कोप मने धामई अति क्रोध करी अस्तिकी देश नेकेशरी बासव देखी त्रास मने अश्वकू छाड़ी अंतर्ध्याने हेले होइले शून्य मध्य जाई पृथ्वी नंदन विचारई परशु घेनी महारसे इंद्र को से न देखी पुणी यज्ञ स्थले मिलिले अति सन्निधाने ताहाकू रजु हस्ते धरी अति चरणी नमस्कारी तार अद्भुत कर्म देखी
ମୁନି ନାମ ଉପଲେଖି ବିଷ୍ଣୁ ଚାରି ପୁଣ୍ୟ ଧାମ ଦେଲେ ଯେ ବିଜିତାସ ନାମ ହେମନ୍ତ ରଜନୀ ପ୍ରବେଶେ ଇନ୍ଦ୍ର ଯେ ମିଳେ ଯଜ୍ଞ ଦେଶେ ବିଚାରି ଅନ୍ଧକାର ଛଳେ ଅଶକୁ ପୁଣି ନେଲା ବଳେ ଯଜ୍ଞର ଯୁକୁତଳ ଛଳେ ରହିଲେ ସୁବର୍ଣ୍ଣ ରଜୁରେ ଅତି ଦେଖନ୍ତେ ଶୂନ୍ୟ ମାର୍ଗେ ରାସେ ପାଇଲେ ଇନ୍ଦ୍ର ବେଗେ ଅତି ପୃଥ୍ୱୀକୁ ମୁଖ ଚାହିଁ ବୋଲଇ ଅସ ଆଣ ଯାଇ ତାହା ଶୁଣି ହସ୍ତେ ଧନୁ ଧରି ଧାଇଲେ ଘୋର ନାଦ କରି ଡାକଇ ରହ ରହ ବାଣୀ ଆବଚନ ଇନ୍ଦ୍ର ଶୁଣି ପଥେ ଅସକୁ ଛାଡ଼ିଛନେ ତକ୍ଷଣେ ଗଲେ ଅନ୍ତର୍ଧ୍ୟାନେ ପୁଣି ସେ ଅସ ଧରି କଲେ ଦ୍ୱାରେ ଦ୍ୱାରେ ପାଷାଣ୍ଡ ଜନ ସେହି ମତେ ରୂପ ପ୍ରକାଶିଲେ ଜଗତେ ପୃଥିରୁ ଯଜ୍ଞ ଘର ସ୍ଥଳେ ଇନ୍ଦ୍ରର ଯେତେ ରୂପ ଛନେ ପାଷାଣ୍ଡ ସେହି ରୂପ ଚିହ୍ନି ଅଧର୍ମ ବିଚାରନ୍ତି କେନାଗ ରକ୍ତପଟ ଧରେ ସେ ଭସ୍ମାଭୂଷଣ ଶରୀରେ ଅଧର୍ମ ମାର୍ଗେ ଆଚରନ୍ତି ଆତ୍ମାର ହିତ ନ କରନ୍ତି ପାଷାଣ୍ଡ ମାର୍ଗେ ଥାଇ ନୀତି ଦୂଷଣ ଦେଇ ବେଦ ପଥେ ତାହାଙ୍କ ମତ ଯେ କରନ୍ତି ଅନ୍ତେ ନରକେ ପ୍ରବସନ୍ତି ଅସେଚରନ୍ତେ ଇନ୍ଦ୍ର ପଥେ ସନେ ଧାଇଲେ ରୂପ ଦେତେ ସେ ରୂପ ପ୍ରକାଶିଲ ପାଷାଣ୍ଡେ ନିଗମ ନିନ୍ଦିଲେ ବ୍ରହ୍ମାଣ୍ଡେ ସେ କଥା ଶୁଣି ପୃଥ୍ୱୀ ସିଂହା ଦେହ କମ୍ପେ ଇନ୍ଦ୍ର ମରଣେ କୋପ କରି ନିଜକୁ ଦଣ୍ଡ କରେ ଧରି କୁପନ୍ତେ ଅରୁଣ ନୟନ ପ୍ରଚଣ୍ଡ ବିରାଜେ ବଦନ ପୃଥିକ ମନ ଦେଖି ରଣେ ବେଗ ଚଳିଲେ ବିପ୍ରଗଣେ ଇନ୍ଦ୍ରିୟ ହିତ ଚିତ୍ତେ ବହି କହନ୍ତି ପୃଥୁ ମୁଖ ଚାହିଁ ଶୁଣ ହୋ ପୃଥ୍ୱୀ ଧର୍ମ କଥା ଆଗମ ନିଗମ ଯେ ପ୍ରଥା ଦେବଙ୍କ ଦେହେ ଇନ୍ଦ୍ର ତେଜେ ସେ ତେଜ ଦେବ ଯଜ୍ଞ ଭୁଜେ ଏଣୁ ଇନ୍ଦ୍ରକୁ ଯୋଗ କରି ମନ୍ତ୍ରେ ଅନଳେ ହୋମ କରି ସୃଷ୍ଟି ପାଳନେ କାରଣ ଏ ଭାବ ସଂସାର ଧାରଣ ଇନ୍ଦ୍ରିୟ କୋପତୁ ସହର ଆମ୍ଭର ବାକ୍ୟ ଚିତେ ଧର ହେମନ୍ତ କହି ମୁନି ଗଣେ ବ୍ରହ୍ମା ମିଳିଲେ ତତକ୍ଷଣେ ପୃଥ୍ୱୀ ବନ୍ଦନ ଚାହିଁ ଧରି ଧୀରେ କହନ୍ତି ବଚନ ଗମ୍ଭୀର ବ୍ରହ୍ମା ବାଚ ଇନ୍ଦ୍ର ନାରାୟଣ ତନୁ ଏହାକୁ କୋପେ ଛାଡ଼େ ମନୁ ଏହାର ଦେହ ସର୍ବଦେବ ଦେବେ ନିତ୍ୟ ବସନ୍ତି ଯଜ୍ଞ ଭାବେ ଯାର ମୁଖେ ଦେଇ ତାହାକୁ କୋପ ନ ଯୋଗଇ ଏହାକୁ କୋପ ତୁ ନ କର ଯଜ୍ଞ ପୁରୁଷ ଅଥେବର ଏ ଧର୍ମ ପରମ କାରଣ ଅଶେଷ ସୃଷ୍ଟିର ଧାରଣ ଯେ ଯଜ୍ଞ ଦ୍ରୋହ କର୍ମ କଲା ପାଷାଣ୍ଡ ପଥ ବିଚାରିଲା ପାଷାଣ୍ଡ ଉଦ୍ଧାରିବ ଅର୍ଥେ ତ ତାର ଏ ଜଗତେ ବେଣୁର ଦେହ ଯେତେ ଦୋଷ ତୋ ଜନ୍ମ କଲେ ତାହା ନାଶ ତୁ ଏବେ ମୋର ବୋଲ କର ପାଷାଣ୍ଡ ସୃଷ୍ଟି କି ଉଦ୍ଧାର ହେମନ୍ତ ବ୍ରହ୍ମାର ବଚନେ ଇନ୍ଦ୍ରକୁ କୋପେ ଛାଡ଼ି ମନେ ଯୋଗ ତୋଷିଲେ ସର୍ବଜନେ ଅନେବ ସନ ଜଳଦାନେ ଏ ବିପ୍ର ଜନେ ତୋଷ ହୋଇ ତୋଷ ପୃଥ୍ୱୀକୁ କରନ୍ତି ଆଶିଷ ବ୍ରହ୍ମା ବାଚ ତୋର ବଚନେ ସର୍ବଦେବ ତୋଷ ହୋଇଲେ ଭାବ ଯଜ୍ଞ ଭାବେ ହେମନ୍ତ କହି ପଦ୍ମଜନୀ ସଙ୍ଗେ ସକଳ ବିପ୍ରଘେନୀ ମୈତ୍ର ବାଚ ତକ୍ଷଣେ ଗଲେ ନିଜ ସ୍ଥାନେ ଶୁଣ ବି ଦୂର ତୋଷ ମନେ ପୃଥ୍ୱୀ ଯଜ୍ଞକୁ ଭଗବାନ ଇନ୍ଦ୍ର ସହିତ ଆଗମନ କରି ପୂଜନ୍ତି ସେହି ଖେଳେ
ରାଜକୁ ଏପରି କହିଲେ, ଇନ୍ଦ୍ର ତୁ ବିଘ୍ନ କଲା। ଏବେ ସେ କ୍ଷମତା ଯେ ଚାହିଁଲା, ଏହାକୁ କ୍ଷମା ଦିଅ ତୁମ୍ଭେ। ଶୁଣ ଯେ କହୁଛି ପ୍ରସ୍ତାବେ, ସୁବୁଦ୍ଧି ସାଧୁ ଯେ ପ୍ରଧାନ, ହିଂସ ନ କର କଦାଚନ। ଏପରି ଜ୍ଞାନ ତାଙ୍କ ଅଛି, ଶରୀର ଆତ୍ମ ନଇ କିଛି। ପୁରୁଷ ମାନେ ତୁମ୍ଭ ତୁଲେ, ଦେବୀ ମାୟାରେ ମୁଗ୍ଧ ହେଲେ ବୃଦ୍ଧ। ସେ ବାଦେ ଦୀର୍ଘ କାଳ, ହୁଅଇ ନିଶ୍ଚଳ ନିଷ୍ଫଳ। ବିଦ୍ୱାନ ପୁରୁଷ ଦେହକୁ ଆଦି ଅବାଧ୍ୟ କାମ୍ୟ କର୍ମ ତାକୁ। ଆରବଧ ବୋଲି ଜାଣି ଭଲେ, ନୁହନ୍ତି ଆସକ୍ତ ଚହିଁରେ। ଏହି ଯେ ଆତ୍ମା ଦେହୁ ଭିନେ, ଆତ୍ମା ଯେ ଏକଇ ନିରୁଣେ। ଆତ୍ମା ଯେ ଅଟେ ସର୍ବବ୍ୟାପୀ, ପୁଣି ସେ ଅଟେ ସାକ୍ଷୀ ରୂପୀ। ଏହାର ଯେ ଜାଣ ନିଶ୍ଚୟ, ସେ କରେ ସଦା ଆତ୍ମଲୟ। ନିଷ୍କାମ ସ୍ୱାଧୀନିତ ହୋଇ, ମୋର ଭଜନ ଯେ କରଇ। କ୍ରମକ୍ରମରେ ତାର ମନ, ମୋଠାରେ ହୁଅଇ ପ୍ରସନ୍ନ। ମନ ପ୍ରସନ୍ନ ତାର ହେଲେ, ତତ୍ତ୍ୱଦର୍ଶ ଯେ ହୁଏ ଭଲେ। ଏହି ଆତ୍ମାକୁ ଯେଉଁମାନେ ଦେହ ଇନ୍ଦ୍ରିୟ କର୍ମ ଜ୍ଞାନେ, ମନ ଅଧ୍ୟକ୍ଷ ଜାଣନ୍ତି, ସକଳ ଦୁଃଖ ସେ ସରନ୍ତି। ଶୋକାଦି ଦ୍ୱାରା ସେହି ମନ ବ୍ୟଥା ହୁଅନ୍ତି ଅଜ୍ଞାନ। ହେ ରାଜ ତୁମ୍ଭ ଜ୍ଞାନୀ ଅଟ, ସୁଖ ଦୁଃଖରେ ସମଅଟ। ସବୁରେ ସମବୁଦ୍ଧି ହୋଇ, ପ୍ରଜା ପାଳନ କର ତୁହି। ଏକାକୀ ରୂପେ ପାଳିବୁ, ଏକଥା ମନେ ନ ଭାବିବୁ। ମୁଁ ତୋର ରାଜ୍ୟଙ୍ଗ ପ୍ରସ୍ତୁତ କରି ରହିଛି ମନ୍ତ୍ରୀ ସାଥ। ତାହାଙ୍କ ସଙ୍ଗେ ମିଳି ତୁହି ପ୍ରଜା ପାଳନ କର ଯାଇ। ପ୍ରଜାଏ ପୁଣି ଅନୁଷ୍ଠାନ, ତହିଁ କଲେ ତହିଁ ଭାଗ ଜାଣ। ରାଜ ଯେ ପରଲୋକ ପାନ୍ତି, ଷଷ୍ଠ ବିଭାଗ ନାହିଁ ଭ୍ରାନ୍ତି। ଯେ ରାଜା ପ୍ରଜାକୁ ନ ପାଳେ, ତାହାର ପୁଣ୍ୟ ହରି ବଳେ। ପ୍ରଜାଏ ନିଅନ୍ତି ଯେ ଜାଣ, ଏଥିରେ ଅନ୍ୟଥ ନ ମଣ। ତୋର ଗୃହରେ ତୁ ଦେଖିବୁ, ଏଥିରେ ଆନ ନ ଭାବିବୁ। ଏଥିରେ ତୋର ମନ ଥିଲେ, ସିଦ୍ଧି ମହିଷ ଆଦି ତୁଲେ। ହେ ରାଜ ତୋର ସଦଗୁଣ, ବଶ ହୋଇଛି ଏହି କ୍ଷଣ। ଯେବରେ ତୋର ଇଚ୍ଛା ହୁଏ, ମାଗିଲେ ଦେବି ମୁଁ ନିଶ୍ଚୟ। ଯଜ୍ଞ ତପସ୍ୟ ଯୋଗାଦିରେ, ପ୍ରାପ୍ତ ମୁଁ ହଇ ସଂସାରେ। ଯାହାର ଭେଦ ଜ୍ଞାନ ନାହିଁ, ତା ନିକଟେ ଥାଏ ମୁହିଁ। ମୈତ୍ରେୟବାଚ, ରାଜା ପ୍ରଭୁଙ୍କ ଆଜ୍ଞା ମାନ, ମସ୍ତକେ କଲେ ସେ ଧାରଣ। ଇନ୍ଦ୍ରଦେବ ଯେ ସମୟେ, ଆପଣା ଦୋଷ ଲଜା ପାଏ। ରାଜାଙ୍କୁ କ୍ଷମା ସେ ମାଗିଲା, ତାହାଙ୍କ ଚରଣ ଛୁଇଁଲା। ପୃଥ୍ୱୀ ଯେ ଆଲିଙ୍ଗନ କରି ତୋଷିଲା ଇନ୍ଦ୍ର ମନ। ଏ ଅନ୍ତେ ପ୍ରଭୁ ଭଗବାନ, ଉଦ୍ୟମ କଲେ ସେ ପ୍ରସ୍ଥାନ। କିନ୍ତୁ ପୃଥକ ବର ଦେବେ, ଏ ଅଭିପ୍ରାୟ ହେଲେ ଉଭୟ। ଏ ଅବସରେ ପୃଥ୍ୱୀ ରାଜା, ବହୁ ପ୍ରକାଶେ କଲା ପୂଜା। ଭକ୍ତି ସହିତ ସେ ଚରଣେ, କମଳ କଲା ସେ ଧାରଣେ। ସେ ପଦ୍ମ ପଳାଶ ଲୋଚନ, କୃଷ୍ଣ ଯେ କଲେ ବରଷଣ। ପୃଥ୍ୱୀ ତାହାଙ୍କ ଦର୍ଶନ, ସ୍ତବ କରଣେ କଲା ମନ। ଲୋଚନ ଅଶ୍ରୁରେ ପୂରଣ, ହେବାରୁ ନ କଲା ଦର୍ଶନ। ବାଷ୍ପରେ ଗଦ ହେଲା, ସ୍ତୁତି ସେ କରି ନ ପାରିଲା। ତୃଷ୍ଣୀଭ ଭାବରେ ରହି କରି, ଆଲିଙ୍ଗେ ପୃଥ୍ୱୀ ଯେ ଶ୍ରୀହରି। ଚକ୍ଷୁରୁ ଜଳ ପୋଛି କରି, ପୃଥ୍ୱୀ ଯେ ଚାହିଁଲେ ଶ୍ରୀହରି। ଶ୍ରୀହରି ଆପଣା ଚରଣ,
ତାପିଲେ ଭୂମିରେ ଯେ ଜାଣ ଗରୁଡ଼ ସ୍କନ୍ଧେ ହାତ ଦେଇ ଉଭା ହୋଇଲେ ଭାବଗ୍ରାହୀ ପୃଥିବୀବାଚ ହେ ଦେବ ଦେବଙ୍କର ଦେବ ମତେ ଦେଖୁ ନିସ୍ତାରିବ ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ ଭୋଗ ବିଳାସ ନ ମାଗିବ ନାରକୀ ମାନଙ୍କର ଅଛି ମୁଁ ପ୍ରତ୍ୟେକ ଜାଣୁଛି ସେ ପ୍ରଭୁ ଏହା ମୁଁ ଆଗଇ ଦଶସ୍ର ହର୍ଷ ସ୍ୱର୍ଣ୍ଣ ଦେଇ ପୁରଇ ମୋର ମନ ଭାବେ ଶୁଣିବି ତୁମ୍ଭର ପ୍ରସ୍ତାବେ ଯାହା ଶୁଣିବି ଯୋଗୀ ଜନେ ନିଶ୍ଚଳେ ଥାଇ ରାତ୍ର ଦିନେ ଯେ ମକରନ୍ଦ ପାନ କରି ଏ ଭବ ସାଗରୁ ନିସ୍ତରୀ ଶ୍ରୀଚରଣୁ ଯେ ପର ମକରନ୍ଦ ଦିଅ ହେ ପରମାନନ୍ଦ ଏହା ମୁଁ ମାଗୁଛି ଶ୍ରୀହରି ଦିଅ ହେ ପ୍ରଭୁ ଦୟା କରି ପୃଥିବୀରୁ ସ୍ତୁତି ଶୁଣି କରି କହନ୍ତି ବଚନ ବିସ୍ତାରୀ ଶ୍ରୀ ଭଗବାନ ଉବାଚ ଭକ୍ତି ନିମିତ୍ତ ଅଭିଳାଷ ହୋଇଛି ତୋର ନରେଶ ତୋହର ବିଶେଷ ଭକତି ରହିବେ ନିଶ୍ଚୟ ଆମ୍ଭ ପ୍ରତି ପ୍ରବଳ ଭାଗ୍ୟ ରୁଠି ଜାଣ ଏପରି ବୁଦ୍ଧି ହେଲା ଶୁଣ ଏହି ବୁଦ୍ଧିରେ ହାଜତି ମୋର ମାୟାରେ ତରି ଯାନ୍ତି ମୋର ଅଜ୍ଞାକୁ ପାଳୁଥିଲେ ତୋର ମଙ୍ଗଳ ହେବ ଭଲେ ମୈତ୍ରୀ ଉବାଚ ଏପରି ପ୍ରକାରେ ମହାବାହୁ ଆନନ୍ଦେ ପ୍ରକାଶିଲେ ତହୁଁ ପୃଥ୍ୱୀ ତାହାଙ୍କୁ ପୂଜା କଲେ ଦେବତା ଋଷି ଆଦି ମେଳେ ଋତିଜ ପାର୍ଷଦ ସହିତେ ଯଜ୍ଞକୁ ଆସିଥିଲେ ଯେତେ ଯା ଯଜ୍ଞରେ ପୂଜା କଲା ସବୁ ଦେବଙ୍କୁ ସନ୍ତୋଷିଲା ଶ୍ରୀହରି ଗମନର କାଏ ଋତିଜ ମାନଙ୍କୁ ହରିଲେ ଯହୁର ଚରିଲେ ଭଗବାନ ପୃଥ୍ୱୀ ଚଳିଲା ନିଜ ଧାମ କହଇ ବିପ୍ର ଜଗନ୍ନାଥ ବାସ ପ୍ରବନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟ ବୈଶିକ ଚତୁର୍ଥ ସ୍କନ୍ଧ ପୃଥ୍ୱୀରାଜ ଯଜ୍ଞ କରଣେ ନାମ 21 ଅଧ୍ୟାୟ।